ଉପମେୟ। ଉପମେୟ କଣ ମାନେ ଯାହାକୁ ବା ଯାହା ବିଷୟରେ ଉପମା ବା ତୁଳନା ଦିଆଯାଏ, ମାନେ ଯୋଉ ଜିନିଷଟାକୁ ତୁଳନା ଦିଆହବ ସିଏ ହେଲା ଆମର କଣ ଉପମେୟ। ଏଇଟା ହଉଛି ପ୍ରକୃତ ବସ୍ତୁ। ମନେକର ମୁଁ କହିବି ମୁଖ ଚନ୍ଦ୍ର ପରି, କଣ ମୁଖ ଚନ୍ଦ୍ର ପରି, ତ କଣ ଏଠି ହବ ମୁଖ ଚନ୍ଦ୍ର ହବ। ତ ଏଠି ମୁଁ କାହାକୁ ତୁଳନା ମୁଁ କରିବି, ପ୍ରକୃତ ବସ୍ତୁ କିଏ, ମୋ ମୁହଁକୁ ତୁଳନା କରିବି। ତ ମୁହଁଟା ହେଇଯିବ ବା ମୁଖ କଣ ହେଇଯିବ ଉପମେୟ ହେଇଯିବ। କାହା ସହିତ ମୁଁ ତୁଳନା କରିବି, ଚନ୍ଦ୍ର ସହିତ ତୁଳନା କରିବି, ତ କଣ ହେଇଯିବ ସେଟା ଉପମାନ ହେଇଯିବ। ଆଉ ସାଧାରଣ ଧର୍ମ କଣ ସୁନ୍ଦର, ଚନ୍ଦ୍ର ବି ସୁନ୍ଦର ମୁଖ ବି ସୁନ୍ଦର, ସେଥିପାଇଁ ଆମେ କଣ କଲେ ତାଙ୍କୁ କମ୍ପେୟାର କଲେ। ଦେଖ ଆଉ ଥରେ ବୁଝିବାକୁ ଚେଷ୍ଟା କର। ଫାର୍ଷ୍ଟ ଆସିଲା ଉପମେୟ। ଉପମେୟ କଣ ଯୋଉଟା ପ୍ରକୃତ ବସ୍ତୁ ଯାହାକୁ ଆମେ ତୁଳନା ଦବା। ଉପମାନ କଣ ଯାହା ସହିତ ଆମେ ତୁଳନା କରିବା। ସାଧାରଣ ଧର୍ମ କଣ ଯୋଉଟା ଦିଟା ଯାକ ଭିତରେ କମନ ଗୁଣ ଥିବ। ଉଦାହରଣ ମୁଁ ଦେଲି ମୁଖ ଚନ୍ଦ୍ର ପରି, ମୁଖ ଚନ୍ଦ୍ର, ଏଠି କଣ ହେଇଗଲା ମୁହଁଟା ହେଲା ଆମର ଉପମେୟ, ମୁହଁକୁ ତୁଳନା କରିବି। କାହା ସହିତ କଲି, ଚନ୍ଦ୍ର ସହିତ କଲି, ଚନ୍ଦ୍ର ହେଲା ଆମର ଉପମାନ। ସାଧାରଣ ଧର୍ମ ମୋର କଣ ହେଇଗଲା ସୁନ୍ଦର। ଦେଖ ନେକ୍ସଟ ଆସିଗଲା ଆମର ରୂପକ କର୍ମଧାରୟ। ରୂପକ କର୍ମଧାରୟ କଣ ଉପମାନ ଆଉ ଉପମେୟ ମଧ୍ୟ ଯଦି ଅଭେଦ କଳ୍ପିତ ହେଲା। ଅଭେଦ ମାନେ କଣ ତାଙ୍କ ଭିତରେ କିଛି ଡିଫରେନ୍ସ ନାହିଁ। ମନେକର ମୁଁ କହିଦେଲି ଯେ ପୁତ୍ରମଣି, ମାନେ ମୋ ପୁଅର ମୋ ପାଇଁ ଯେତିକି ଭ୍ୟାଲ୍ୟୁ, ମୋ ଗୋଟେ ମଣିର ମୋ ପାଇଁ ସେତିକି ଭ୍ୟାଲ୍ୟୁ। ତ ଏଠି କଣ ହେଇଗଲା ପୁତ୍ର ରୂପକ ମଣି। କନ୍ୟା ରତ୍ନ, କନ୍ୟା ରୂପକ ରତ୍ନ, ମୋ ମାନେ କନ୍ୟାର ମୋ ଝିଅର ଯେତିକି ଭ୍ୟାଲ୍ୟୁ ମୋ ପାଖରେ, ଗୋଟେ ରତ୍ନର ଭ୍ୟାଲ୍ୟୁ ମଧ୍ୟ ମୋ ପାଇଁ ସେତିକି। ଏଠି ତାଙ୍କ ଭିତରେ କିଛି ପାର୍ଥକ୍ୟ ନାହିଁ, ଭେଦ ନାହିଁ। ସେମିତି ଶୋକାଗ୍ନି, ଶୋକ ରୂପକ ଅଗ୍ନି, ସେମିତି ଅଜ୍ଞାନ ଅନ୍ଧକାର, ଅଜ୍ଞାନ ରୂପକ ଅନ୍ଧକାର, ଏଇଗୁଡା ସବୁ ମୋର କଣ ହେଇଗଲା ରୂପକ କର୍ମଧାରୟ ହେଇଗଲା। ବୁଝିଲା ରୂପକ କର୍ମଧାରୟ କଣ ଉପମାନ ଆଉ ଉପମେୟ ମଧ୍ୟରେ ସେ କଣ ହବ ଅଭେଦ କଳ୍ପିତ ହବ, ତାଙ୍କ ଭିତରେ କିଛି ଭେଦ ରହିବନି। ପୁତ୍ର ମଣି, କନ୍ୟା ରତ୍ନ, ଶୋକ ସାଗର, ଅଜ୍ଞାନ ଅନ୍ଧକାର, ଏଗୁଡା ସବୁ ଆମର କଣ ହେଇଯିବ ରୂପକ କର୍ମଧାରୟ ଅନ୍ତର୍ଗତ ହବ। ଦେଖ ନେକ୍ସଟ ଆମେ ଗୋଟେ ଟାଇପ ପଢିଦେଲେ ରୂପକ କର୍ମଧାରୟ। ଏବେ ଆସିବ ଆମର ଉପମାନ। ଉପମାନ କଣ ଉପମାନ କର୍ମଧାରୟ ଆସିବ କଣ ଉପମାନ କର୍ମଧାରୟ ସହିତ ସାଧାରଣ ଧର୍ମବାଚକ ପଦ ଉପମାନ ରହିବ, ମାନେ ଯାହା ସହିତ ଆମେ ତୁଳନା କରିବା, ଆଉ ସାଧାରଣ ଧର୍ମଟା ତା ସାଙ୍ଗରେ ରହିବ। ଉପମେୟ ଏଥିରେ ରହିବ ନାହିଁ। ତ କଣ ଏଠି ହେଲା ଦେଖ ଉଦାହରଣ ଦେଖିବା। କାକ ପରି କୃଷ୍ଣ, କାକ କୃଷ୍ଣ, ମାନେ କାକ ପରି କୃଷ୍ଣ କଣ କାଉ ଭଳିଆ କଳା। ଏଠି କାଉ ଆମେ ଯାହା ସହିତ ତୁଳନା କରିବା, କଳା ହେଲା କଣ ତାର ସାଧାରଣ ରଙ୍ଗଟା, କୃଷ୍ଣ ଏଠି କଣ ସାଧାରଣ ଧର୍ମ ପଳେଇ ଆସିଲା। ସେମିତି ଘନ ପରି ଶ୍ୟାମ, ଘନ ମାନେ ମେଘ, ମେଘ ଭଳିଆ ଶ୍ୟାମଳ କହିବା କଥା। ମନେକର ମୁଁ କହିବି ପିଲାଟା ଘନ ଶ୍ୟାମ ଭଳିଆ ଦିଶୁଛି, ମାନେ କଣ ଘନ ରୂପକ ଶ୍ୟାମଳ ଦିଶୁଛି, ସେ ଟାଇପ ର। ନେକ୍ସଟ ଆସିଲା